26 ବର୍ଷ ପରେ କଂଗ୍ରେସ ଛାଡ଼ିଲେ ପୂର୍ବତନ କୁକୁଡ଼ାଖଣ୍ଡି ବ୍ଲକ କଂଗ୍ରେସ ସଭାପତି ପି ଶିବପ୍ରସାଦ ଦୋରା। ତେବେ କୁକୁଡ଼ାଖଣ୍ଡି ବ୍ଲକର ଜଣେ ଯୁବ ନେତା, ସଂଗଠନର ଟାଣୁଆ ନେତା ତଥା ପୂର୍ବତନ ସମିତି ସଭ୍ୟ ବ୍ଲକ କଂଗ୍ରେସ ସଭାପତି ପି ଶିବପ୍ରସାଦ ଦୋରା ଆଜି କଂଗ୍ରେସ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏନେଇ କୁକୁଡ଼ାଖଣ୍ଡି ମୁକ୍ତେଶ୍ୱର ମନ୍ଦିର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପିସିସି ସଭାପତି ଏବଂ ଜିଲ୍ଲା ସଭାପତିଙ୍କ ଉପରେ ଖୁବ୍ ବର୍ଷିବା ସହ ଦଳରୁ ଇସ୍ତଫା ଦେଇଥିବା ନେଇ ପ୍ରକାଶ କରିଛନ୍ତି। ପି ଶିବପ୍ରସାଦ ଦୋରା କୁକୁଡ଼ାଖଣ୍ଡି ବ୍ଲକ କଂଗ୍ରେସର ପୂର୍ବତନ ସଭାପତି। ମୁଁ ଆଜି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି। କଣ ପାଇଁ ଦେଇଛି ମାନେ କୁକୁଡ଼ାଖଣ୍ଡି ବ୍ଲକର ମୁଁ ବହୁତ ପଦପଦବୀରେ ରହି ଆସିଅଛି। ମୁଁ ପୂର୍ବତନ ସଭାପତି ରହିଛି। ଆଉ ଦଳର ଲୋକସଭା ଯୁବ କଂଗ୍ରେସ ଜେନେରାଲ ସେକ୍ରେଟାରୀ ଥିଲି। ମୁଁ ଦଳର ବହୁତ କାର୍ଯ୍ୟକ୍ରମରେ ମୁଁ ସାମିଲ ଦଳରୁ ମୁଁ ବହୁତ କିଛି ପାଇଛି। ଦଳ ମତେ ବହୁତ କିଛି ଦେଇଛି। ମୁଁ ବି ଦଳ ପାଇଁ ବହୁତ ସମୟ ଦେଇଛି। କିନ୍ତୁ ଆଜି ବହୁତ ଦୁଃଖର ବିଷୟ, ମାନ୍ୟବର ଆମର ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସଙ୍କର ଟିମରେ ଯୋଉ ଆମର ରଶ୍ମି ପଟ୍ଟନାୟକ ଜିଲ୍ଲା ସଭାପତି ଦାୟିତ୍ୱରେ ରହିଲା ଦିନ ଠାରୁ କୁକୁଡ଼ାଖଣ୍ଡି ବ୍ଲକର କାର୍ଯ୍ୟକ୍ରମ ପୁରା ଶୂନ କହିଲେ ଚଳେ। କୌଣସି କର୍ମୀଙ୍କ ସହିତ ସେ ଯୋଗାଯୋଗରେ ନାହାନ୍ତି। ଆଉ କଂଗ୍ରେସର କୌଣସି କାର୍ଯ୍ୟକ୍ରମ ହଉନି। ବର୍ତ୍ତମାନ ଡବଲ ଇଞ୍ଜିନ ସରକାରର ବହୁତ କିଛି ବିଫଳତା ଅଛି, ଯାହାକୁ ନେଇକି କଂଗ୍ରେସ କିଛି ବି କୁକୁଡ଼ାଖଣ୍ଡି ବ୍ଲକରେ କାର୍ଯ୍ୟକ୍ରମ ହେଇପାରୁନି। ତେଣୁ ଆମେ ବହୁତ କିଛି କଂଗ୍ରେସ ପାଇଁ କାମ କରିଛୁ। ବହୁତ ଦିନ ହେଲା କଂଗ୍ରେସ ପାଇଁ ରହିଥିଲୁ। ଏଇ ସବୁ ଦେଖିଲେ ଆମକୁ ବହୁତ ଦୁଃଖ ଲାଗୁଛି। ସେଇଥିପାଇଁ ମୁଁ ଏ ପଦକ୍ଷେପ ନେଲି। ମୁଁ 2001ରୁ କଂଗ୍ରେସରେ ସକ୍ରିୟ ଭାବେ କାମ କରିଛି। ମୁଁ ଛାତ୍ର କଂଗ୍ରେସରେ ରହିଥିଲି, ଯୁବ କଂଗ୍ରେସରେ ରହିଥିଲି। ଯୁବ କଂଗ୍ରେସର ବ୍ରହ୍ମପୁର ଲୋକସଭାର ଜେନେରାଲ ସେକ୍ରେଟାରୀ ଥିଲି। ଆଉ 2001ରୁ 2025 5 ବର୍ଷ ବ୍ଲକ ସଭାପତି ଥିଲି। ମାନ୍ୟବର ସାନଖେମୁଣ୍ଡି ବିଧାୟକ ଯେତେବେଳେ ଜିଲ୍ଲା ସଭାପତି ଥିଲେ ସେତେବେଳେ ଥିଲି। ଦୀପକ ପଟ୍ଟନାୟକ ଯେତେବେଳେ ଜିଲ୍ଲା ସଭାପତି ଥିଲେ ସେତେବେଳେ ବି ଥିଲି। ବର୍ତ୍ତମାନ ଇସ୍ତଫା ପତ୍ର ପିସିସି ସଭାପତି ଅଫିସକୁ ଆଉ ଆମର ଜିଲ୍ଲା ସଭାପତିଙ୍କ ଅଫିସକୁ ମୁଁ ମେଲ ଦ୍ୱାରା ମୋର ଇସ୍ତଫା ପତ୍ର ପଠେଇଛି। ନାଇଁ ସମର୍ଥନ ମାନେ ମୋର ଇସ୍ତଫାକୁ ସମର୍ଥନ କରି ଆଜି ଏଠି ଉପସ୍ଥିତ ଥିଲେ। ଦଳ ଛାଡିବା ନ ଛାଡିବା ସେମାନେ ମୁଁ ଭାବୁଛି ପୂର୍ବତନ ସଭ୍ୟ ଜଣେ ଥିଲେ ଆଜି। ସିଏ ଦେଖନ୍ତୁ ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥାରେ କିମ୍ବା ମାନୁଆଲରେ ସରପଞ୍ଚ, ସମିତି ସଭ୍ୟ ଆଉ ୱାର୍ଡ ସଭ୍ୟ ପାଇଁ କୌଣସି ଦଳୀୟର ସଂକେତ ନଥାଏ। ତେଣୁ ମୁଁ ଭାବୁଛି ଏହାର ଆବଶ୍ୟକତା ନାହିଁ। ସେମାନେ ଆଜି ଯୋଉ ଉପସ୍ଥିତ ରହିଛନ୍ତି, ମୋର ପ୍ରତିହାରଟାକୁ ମୋର ଇସ୍ତଫାଟାକୁ ସମର୍ଥନ ଦେବା ପାଇଁ ସେମାନେ ଉପସ୍ଥିତ ରହିଛନ୍ତି। ନା ପିସିସି ସଭାପତିଙ୍କୁ କଣ ହବ ଆଉ ଜଣେଇବ। ପିସିସି ସଭାପତିଙ୍କର ଯୋଉ ଭୁଲ ଗୁଡା ରହିଛି, ସିଏ ତଳ ଦିନେ ଯୋଉ 3ଟି ବିଧାୟକଙ୍କୁ ସସ୍ପେଣ୍ଡ କରିଛନ୍ତି, ତାର କିଛି ମୂଲ୍ୟହୀନ ସେ ସସ୍ପେଣ୍ଡର। କାହିଁକି ନା ମୁଁ ଭାବୁଛି ସିଏ ଯୋଉ ଇଙ୍ଗିତ ଦେଇଛନ୍ତି ସେ 3ଟି ବିଧାୟକ କ୍ରସ ଭୋଟିଂ କରିଥିଲେ ବୋଲି, ମୁଁ ସେଟାକୁ ତୀବ୍ର ନିନ୍ଦା କରୁଛି। ଆଉ ମୁଁ ଏବେ ବି କହୁଛି କ୍ରସ ଭୋଟିଂ ର ସେ ୱାର୍ଡ ହିଁ ସେଠି ଲାଗିବାର କିଛି ଆବଶ୍ୟକ ନାହିଁ। କାରଣ ସେଇଠି କଂଗ୍ରେସ ଦଳୀୟ ପ୍ରାର୍ଥୀ ଦେଇନଥିଲା। ଆଉ ଏଇ 3ଟି ବିଧାୟକ ଯାହାକୁ ଭୋଟ ଦେଇଥିଲେ ସିଏ ଦଳୀୟ ଟିକଟ ବି ପାଇନଥିଲେ। କୌଣସି ଦଳୀୟ ଟିକଟ ପାଇନଥିଲେ, ସେ ସ୍ୱାଧୀନ ଟିକଟ ପାଇଥିଲେ। ଦେଖନ୍ତୁ ମୁଁ 26 ବର୍ଷରେ ଯୋଉ କଂଗ୍ରେସ ପାଇଁ କାମ କରିଛି, ଆଉ କଂଗ୍ରେସ ମତେ ବହୁତ ଦେଇଛି। ମୁଁ ବି ବହୁତ କଂଗ୍ରେସ ପାଇଁ କାମ କରିଛି। ତେଣୁ ଆଜି ଯୋଉ ସମ୍ମାନ ଉପରେ ଆଞ୍ଚ ଆସିଲା, ଆଉ ଦଳୀୟର କାର୍ଯ୍ୟକ୍ରମ କିଛି ହଉନି, ତାକୁ ନେଇକିରି ନିଜକୁ ଖରାପ ଲାଗିଲା। ସେଥିପାଇଁ ମୁଁ ଆଜି ଇସ୍ତଫା ଦେଇଛି। ଆଗାମୀ ଦିନରେ କଣ ହବ ଏଇଟା ମୋ କର୍ମୀ ମାନଙ୍କୁ ମୁଁ ଆଲୋଚନା କରିବି। ମୋର ଉପଦେଷ୍ଟା ମାନେ ଅଛନ୍ତି, ରାଜନୈତିକ ଉପଦେଷ୍ଟା ମାନେ ଅଛନ୍ତି, ମୋର କଂଗ୍ରେସ କର୍ମୀ ମାନେ ଅଛନ୍ତି। ସମସ୍ତଙ୍କ ସହିତ ମୁଁ ଆଲୋଚନା କରିବି, ତେବେ ଯାହା ଫାଇନାଲ ହବ।